आमे जेते आज पर्यटन सब हार पिंधुंट बेकरू आरंभ हुए किंतु शेष हुए कौट जानते ना जो हृदय चक्रटा अच्छी से ही शेष हुए। आम हारटा पिंधुचे ठाकुर को जिते बेकरे जिते डोरी मध्यम बांधी जिते झुलाउंट हृदय कंदर पर्यंत ही तार स्थान थाए। तेणु ठाकुर को आम समस्ते हृदय कंदर भितर रखी झुलाउंट आमे एई हार देवार व्यवस्थाटा हृदय कंदर रे ठाकुर को जिते बड़े रखा व्यवस्थाटा अदृष्ट बेलू आज नुह ये खेल आजिर नुह कि मनुष्य जन्म आजिर नुह अनेक जन्म तप फले मनुष्य जन्म महितले गोविंद 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 ये बजे से पाए आनंद। अनेक जन्मर तपस्या कौन गोटे जन्म अनेक लगिला केते जन्म परे मनुष्य हेइछंती मनुष्य होला परे दीक्षा शिक्षा नेले गुरु आश्रित हेले ठाकुर को जानिले ठाकुर केउठी विभिन्न पर्व पर्वाणी आमे सब कले सबु जाकर समाधान हुए शरीर हेले सबु जाक समाधान जतले शरीर हुए से शरीर हृदय चक्र रे केवल ठाकुरंकर विराजमान अदृष्ट राजा बेलरू हृदहार के जानिब मन कथारे संगात के जानिब मन कथा के जानिब मन कथारे संगात के जानिब मन कथा अदृष्ट राजावे प्रभु अदुष्ट रजा बेलरू हृदहार करिथिली मु जाहाकु दीक्षा शिक्षा नेला परे एई कथाटा आमे समस्त जानिले नले जो माने दीक्षा शिक्षा नेई नांती कुहुडी रे पहरिला परी अछंती बा अंधार रे बाड़ी बुलांती ए कुहुडी को कुला रे भर्ती करी कि जे नेई जा पे चाहंती से माने किछि एवरा को बुझी परिबे कहना ठाकुर कहती मूर्ख लोकों ये नुहे जीविका पंडित लोक शुणी होइबे बोका साधु संतंकर ये गला माली गलारे आमे जो माली पिंधुचंती सेही मालीटा अति बेसी हेले हृदय पर्यंत। तेणु ठाकुर कहती अदृष्ट रजा बेलरू हृदहार बसी करिथिली जाहाकु तेणु करी आज पर्यंत आमे जेते ठाकुरंकर बाहरे पूजा उपासना करुछंती तार समाधानटा हुए घटरे हेले घटरे जेतले ठाकुर हृदय कंदरे विहार करिछंती आ सेही ठाकुरन को आमे समस्ते झुलण उत्सव माध्यम रे बुझिबा दरकार जे ठाकुर कोन घटरे हेले जाउची आसुची बारण नो जाउची आसुची बारण नो मन ताकु तुमी गुनाई भजन कला कनाई भजिले तो करही बनाही भजन कला कनाई आउची आसुची बारण नोची आउची आसुची बारण नोची मन
ভজ মন কলা কনাই ভজিলে তো দুঃখ রহিব নাহি ভজ মন কলা কনাই। ହେଲେ ଯାଉଛି ଆସୁଛି ବାରଣ ନଉଛି ଆମେ ସବୁ ଚିହ୍ନିଲେ କିନ୍ତୁ ଘଟରେ ଯେଉଁ ଠାକୁର ବିରାଜମାନ ହୃଦୟରେ ହାର ହେଇକିରି ଅଛନ୍ତି ଅଦୃଷ୍ଟ ରଜା ବେଳ ତୁମ୍ଭେ ମୋର ଗୁରୁ ମୁହିଁ ତୁମ୍ଭ ଶିଷ୍ୟ ଅନାଦି କାଳରୁ ଇ ଆଗଠୁ ସମ୍ପର୍କ ରହିଛି ବୋଲି ଏବେ ଆମର ପ୍ରତ୍ୟକ୍ଷରେ ଠାକୁରଙ୍କର କାର୍ଯ୍ୟକ୍ରମ ଆମେ ସବୁ କରୁଛନ୍ତି ପ୍ରତ୍ୟକ୍ଷ ଅପ୍ରତ୍ୟକ୍ଷ। ତେଣୁ ଠାକୁରଙ୍କର ଯେତେବେଳେ କୃପା ହେଲା ମନୁଷ୍ୟ ଘଟଟିଏ ଆମେ ଯେତେବେଳେ ଧାରଣ କଲେ ଗୁରୁ ଦୀକ୍ଷା ଶିକ୍ଷା ନେଲେ ଗୁରୁ ବତେଇ ଦେଲେ ଗୁରୁ ଦୀକ୍ଷା ନେଲା ପରେ ହୁଏ ଶିକ୍ଷା ଶିକ୍ଷା ନେଲା ପରେ ହୁଏ କ'ଣ ପରୀକ୍ଷା ପରୀକ୍ଷା ପରେ ହୁଏ ସମୀକ୍ଷା ତାପରେ ଆପଣଙ୍କର ଆତ୍ମରକ୍ଷା। ହେଲେ ଆମେ ସମସ୍ତେ ଆଜି ପର୍ଯ୍ୟନ୍ତ ଠାକୁରଙ୍କର ପୂଜା ପାଠ ଆମେ ସବୁ କଲେ ହେଲେ ଅମୃତଭଣ୍ଡା ଯେତେବେଳେ ଗଛରେ ପାଚେ ସେ ଗାଁର ସାହିର କାହାକୁ ସେ ଜଣାଏ। ଆମ ବାଡ଼ିରେ ଥିବା ଅମୃତଭଣ୍ଡା ଗଛରେ ଅମୃତଭଣ୍ଡା ଯେତେବେଳେ ପାଚିଯାଏ ସିଏ ସେ ଘର ଲୋକକୁ ବି ଜଣାଏନି ଯେ ମୁଁ ପାଚି ଯାଉଛି ତମେ ମତେ ନେଇଯାଅ ସେ କେବେ କହେ ନାହିଁ ଅମୃତଭଣ୍ଡା। କହିଲେ କେତେବେଳେ ଆମେ ସବୁ ଜାଣୁଛନ୍ତି ନା କୁଆ ଶୁଆ କେତେବେଳେ ଯେତେବେଳେ ଆସିବ ନିମନ୍ତ୍ରଣ ବି ହେଇନାହିଁ ଆମକୁ ତ ନିମନ୍ତ୍ରଣ କରି ଡାକିଲେ ବି ଆମେ ଆସୁନି। କେମିତି ସମ୍ପର୍କଟା ଦେଖ ଆମେ ଶିଖିବାକୁ ପଡ଼ିବ ସବୁ କାର୍ଯ୍ୟରୁ ଯେ ଅମୃତଭଣ୍ଡା ପାଚିଗଲା ପରେ ନିମନ୍ତ୍ରଣ ହେଇନାହିଁ କୁଆକୁ ଶୁଆକୁ କିନ୍ତୁ ଝୁଲଣ ଉତ୍ସବରେ କେତେ ନିମନ୍ତ୍ରଣ କରି ଡାକିଲେ ବି କହେ ଆମ ତ କହିନାହାନ୍ତି ଆଉ ହଉ ତୁମେ ଭଲ ପାଚିଛ ଜଣା ପଡୁଛି ତ। ଆରେ ପରିପକ୍ୱତା ଦରକାର କଣ ପରିପକ୍ୱତା କହିଲେ ଆପଣଙ୍କ ଭିତରେ ଭକ୍ତିର ପରିପକ୍ୱତା ସାଧନର ପରିପକ୍ୱତା ଭକ୍ତି ଭାବ ସାଧନ ଏସବୁ ପରିପକ୍ୱତା କହିଲେ ଆଜ୍ଞା ପରିପକ୍ୱତା କୋଉଠି ହବ କାହିଁକିନା ଆମ୍ବ ପଚେଇବାକୁ କାର୍ବାଇଡ୍ ଦିଆଯାଏ ସବୁ ଫଳ ପଚେଇବାକୁ ଜିନିଷ ଦିଆଯାଏ କହିଲେ ଭିତରେ ପରିପକ୍ୱତା ଆସିବା ପାଇଁ ତା ପାଇଁ କଣ କାର୍ବାଇଡ୍ ଅଛି କି କହିଲେ ନା ନା ସତ୍ଶାସ୍ତ୍ର ଗୁରୁଜନଙ୍କର ସଂଗ ଲାଭ ଗୁରୁଙ୍କ ଠାରୁ ଉପଦେଶକୁ କାର୍ଯ୍ୟକାରୀ କରୁଥିବା ଆପଣଙ୍କର ବୁଦ୍ଧିକୁ ନିର୍ମଳ କରୁଥିବା ଯିଏ ଭଗବାନଙ୍କର ସାଧକ ତାଙ୍କ ପାଖରେ ତାଙ୍କ ସଂଗ ଲାଭ କରିବା ଏମିତି ହେଲେ ଆସ୍ତେ 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 ଆପଣ ଦେଖୁନାହାନ୍ତି ଆଳୁ ଯେତେ ପଚ ହେଇଥିବ ତା ପାଖରେ ଯଦି ଭଲ ଆଳୁ ଥିବ ସେ ଅଟୋମେଟିକ ପଚକା ହେଇଯାଏ ସବୁ ସେ ପାଖରେ ଯେତେ ସବୁ ଅଛନ୍ତି ପ୍ରଭାବ ପଡେ। ତେଣୁ କରି ଠାକୁରଙ୍କର ଭାବ ଭକ୍ତି ଭିତରେ ପରିପକ୍ୱତା କରିବା ପାଇଁ ଭଗବାନଙ୍କୁ ଯିଏ ଭଲ ଭାବରେ ବୁଝିଛନ୍ତି ତାଙ୍କ ଠାରୁ ବୁଝିବାକୁ ପଡିବ। ଆମେ ଦୀକ୍ଷା ନେଇଗଲେ ଭାବିଗଲେ କଣ ଜାଣିଛନ୍ତି ନା ଆମେ ତ ଦୀକ୍ଷା ନେଇ ଯାଇଛୁ ଭକ୍ତ ହେଇଯାଇଛୁ କହିଲେ ଏଗୁଡାକ ସବୁ ମିଛ କଥା। ଦୀକ୍ଷା ନେଲେ ଭକ୍ତ ହୁଅନ୍ତିନି ଆପଣଙ୍କର ଶିଖିଛନ୍ତି କଣ ଆଖ ତ ବୁଝି ନାହାନ୍ତି। ଯୋଉମାନେ ବୁଝିଛନ୍ତି ନାମ ଯୋଉମାନେ ବୁଝିଛନ୍ତି ଭଗବାନଙ୍କର ଭକ୍ତି ସେମାନଙ୍କ ପାଖରେ ରହି ତାଙ୍କ ସଂଗ ଲାଭ କଲା ପରେ ଭିତରେ ପରିପକ୍ୱତା ହୁଏ ଆଉ ପରିପକ୍ୱତା ହେଲା ପରେ ଆପଣ କାହାକୁ ନିମନ୍ତ୍ରଣ କରିବା ପାଇଁ ଆବଶ୍ୟକ ନାହିଁ କାହିଁକି ନା ଅମୃତଭଣ୍ଡାର ପରିପକ୍ୱତାକୁ ଦେଖି ଶୁଆ କୁଆ ଅଲବତ ଆସିବ ହିଁ ଆସିବ କିନ୍ତୁ ଘର ଲୋକ ଜାଣିପାରିବେ ନାହିଁ। ଆମ ଭିତରେ ଘଟ ଭିତରେ ସେହିପରି ଭାବ ଭକ୍ତିର ପରିପକ୍ୱତା ହେଲା ପରେ ଆପଣଙ୍କୁ କେହି ସେମିତି ଜାଣିବା ଆବଶ୍ୟକ ନାହିଁ କାହିଁକି ନା ଠାକୁରଙ୍କ ସହିତ ସମ୍ପର୍କ କଣ ତୋର ମୋର ଭାବ ନ ଜାଣେ କେହି ତୁମକ ଜାଣଇ ମୁହିଁ ରାଧେ ଗୋବିନ୍ଦ ଭଜ ରାଧେ ଗୋବିନ୍ଦ ରାଧେ ଗୋବିନ୍ଦ ଭଜ ରାଧେ ଗୋବିନ୍ଦ କହିଲେ ତୋର ମୋର ଭାବଟା ହଉଛି ଏଇଆ କେବଳ ଭଗବାନ ଜାଣିବେ ଭକ୍ତ ଜାଣିବେ ହେଲେ ଆମର ସେତିକି ଶୋଷ ରହିବା ଦରକାର ସେତିକି ଭୋକ ରହିବା ଦରକାର ସେତିକି ବ୍ୟାକୁଳ ରହିବା ଦରକାର। କହିଲେ ବ୍ୟାକୁଳ ଆସିଗଲା ମାନେ ଜାଣ ଇଏ ପାଚିଗଲାଣି ବ୍ୟାକୁଳ ଆସିଗଲା ଯଦି ଭିତରୁ ଜାଣ ଇଏ ପାଚିଗଲାଣି କହିଲେ କେମିତି ଜାଣିବା ବ୍ୟାକୁଳତା ହେଇଛି ବୋଲି ନା ଠାକୁରଙ୍କର କାର୍ଯ୍ୟରେ ଅନ୍ତରଟା ବ୍ୟାକୁଳ ହଉଥିବ ଆଉ ଆଖିରୁ ଟିକେ ଲୁହ ଖସୁଥିବ ଠାକୁରଙ୍କୁ ଭାବି ଭାବି ମଜିଯିବା ହଜିଯିବା। ଏମିତି ଜଣେ ଯାଇକିରି ପଚାରିଲା ଜଣେ ସାଧୁଙ୍କୁ
कहले आज्ञा मु सबुबले भजन कीर्तन करुची किंतु कौन से कार्य मोर मनटा कहीं भगवान आड़े लागू नहीं। ताकू जो पचरा गला साधु कहले ठीक अच्छी तू क्या भल पाउचु कह स्त्री को ना ना झील को ना ना नाती की ना 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 क्या ना मु आज्ञा गोटे षंढ को भल पाउच। साधु कहले ताले ठीक अच्छे जा षंढ सेवा करिबो आउ षंढ को ध्यान करिबो। ये गला तोराणी कुटा जहा देबार अच्छी षंढ को दे देला ध्यान कला कौन ध्यान करिबो ना षंढर रूप को से ध्यान कला जहा को भल पाउछ ताकू ध्यान करे साधुकर बाणी हैला। ये कौन कला घरे ध्यान तो करियबनी काइना जंजाल घर लोक अनेक जंजाल देवे एटा नहीं सेटा नहीं विभिन्न प्रकार प्रकृति टाणिबो तेणु करी गोटे गुंफारे पशिगला गुंफा भितर आसन बिछेई बसीगला ध्यान गला का से षंढ महाप्रभु तार सेवा आरंभ कला मानसिक सेवा तोराणी दौची कुंडा दौची ताकू गाधे दौची बांधी दौची ए सब जाको भाभी 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 मज्जिगला मज्जिगला परे साई भाई खोजिल हरे एइडा गला कुआडे कहीं झुलन हम झुलन उत्सव को आसिल सी लोक गला कुआडे ये खोजिला सी पशि जाइए गुंफारे तापरे गुंफा पाखु गले ताकू डाकिले कहले आउ तू यथा शीघ्र बाहर झुलन उत्सव होची जीवा बारंबार डाकिला परे से क्या कथा सुनिला नाही तापरे बारंबार एमाने जतले डाकुछंती से सेटे कौन कहि जानछन ना कहला मु किमिति जीवी मोर सिंह परा लागी जीव सिंह तार किमिति हेई गलानी ए भितरे से तो जाइतिला ध्यान करिया पाई से ठाकुरंकर भावरे हो कि षंढ भावरे हो से जाइतिला ध्यान करिया पाई भगवान को मन लागू नहीं भगवान को भक्तिटा हो नहीं भगवान पाई भितर परिपक्वता हो नहीं तेणु करी जा तू जो षंढ को भल पाउचु से षंढ को ध्यान कर हेले प्रकृत रे आमको प्रश्न पचरा जीवो आमे प्रकृत रे का को भल पाउछंती ठाकुरन को भल पाउछंती ना अरे माँ माने ठाकुर को भल पाउछंती ना हो ना ना कहीं सुबुनी तो जय श्रीमान नारायण स्वामी की ठाकुर सदिच्छा पूर्ण बोलाम देखवा कहीं गोटे भी हुड़ोली ना एरा भल पाइबा अरे उत्सव होची माने आपणकर इंद्रिय माने सब बळे ठाकुरंक सेबारे तल्लीन होई जिवा दरकार सुखिला भाव भक्ति नु कहिले जे हबो सेउरा कनु ठाकुरंक पई एटे काहार कोन बाहागर होची ना व्रतगर होची जे कहिया को पड़िबो ठाकुरंकर लोक ठाकुरंकर जदी भाव भक्ति ताले ठाकुरंक पई टिके सेवा देबाकू हबो तेणु करी षंढ महाराज को से ध्यान करू करू से निजे कौन अच्छी कि नहीं निज देही उभय मत न जानाई गोविंद 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 देव जे से पाए आनंद अच्छी कि नहीं से भाभी पाला नहीं जे मु गोटे मनीष किंतु ये कहूँ मु षंढ माने जो रूप को से ध्यान करुला से रूपटा भितरे गोटे एमिति एकाकार ही आइछि भक्त भगवान अभेद केळे मात्र मताए भेद भक्त भगवान अभेद केळे मात्र नथाई भेद अभिराम कहे प्रेमिक भक्त अभिराम कहे प्रेमिक भक्त त्रिकुटे देखई नयन भरी ताकू किए अबा पारिब धरी ताकू किए अबा पारिब धरी ताकू किए अबा पारिब जतले रास चली थाए भगवान कृष्ण भगवान को सहित गोपी माने अच्छा किंतु रासर इमिति मजी गले कहले किमिति कहले प्रेमर गोटे सीमा अच्छी
ପ୍ରେମର ଗୋଟିଏ ସୀମା ଅଛି। ପ୍ରେମ ଯେତେବେଳେ ଉଛୁଳା ଭାବକୁ ନବ ସେତେବେଳେ ଗୋପୀ ମାନେ ନିଜର ସ୍ୱରୂପକୁ ଭୁଲି ଯାଇ କଣ କହିଲେ? କହିଲେ ଦେଖ ଦେଖ ଓ ରାସ ତୋଳି କରନ୍ତି ହରି, ଦେଖ ଦେଖ ଓ ରାସ ତୋଳି କରନ୍ତି ହରି, ଦେଖ ଦେଖ ଓ ଉଛୁଳି ପଡୁଛି ଉଛୁଳି ପଡୁଛି ଉଛୁଳି ପଡୁଛି ଉଛୁଳି ପଡୁଛି ଉଛୁଳି ପଡୁଛି ପ୍ରେମ ଲହରୀ, ଦେଖ ଦେଖ ଓ ରାସ ତୋଳି କରନ୍ତି ହରି, ଦେଖ ଦେଖ ଓ ରାସ ତୋଳି କରନ୍ତି ହରି, ଦେଖ ଦେଖ ଓ ଲୁହା ଯେମିତି ଚୁମ୍ବକ ସହିତ ବାରମ୍ବାର ବାରମ୍ବାର ଘଷି ହେଲା ପରେ ଲୁହାଟା ଚୁମ୍ବକ ଗୁଣକୁ ଧାରଣ କରେ। କାହିଁକିନା ବାରମ୍ବାର ଘଷି ହେଲା ପରେ ଆମର ମନ, ଆମର ଇନ୍ଦ୍ରିୟ, ଆମର ବୁଦ୍ଧି, ଆମର ଭାବ ଠାକୁରଙ୍କର ରୂପ, ଠାକୁରଙ୍କର ଗୁଣ, ଠାକୁରଙ୍କର ସେବାରେ ଯେତେବେଳେ ମଜିଯିବ ସେତେବେଳେ ଏଇ ରୂପକୁ ଧାରଣ କରିବେ। ଯେମିତିକି ରାସରେ ଗୋପୀମାନେ ଥିଲେ। ଗୋପୀମାନେ ରାସରେ ଏମିତି ରହିଗଲେ, କହିଲେ କଣ ଅବସ୍ଥା ହେଇଛି କି ନା ଉଛୁଳି ପଡୁଛି ପ୍ରେମର ଲହରୀ। ପ୍ରେମର ଲହରୀଟା ମାନେ ଯେତେ ସମୁଦ୍ରରୁ ଆପଣ ଯାଆନ୍ତି ସବୁ ଲହରୀ ଆକା ଆସେ। ହେଲେ ଭକ୍ତି ରାଜ୍ୟରେ ଭକ୍ତର ଯେତେବେଳେ ଭାବ ଜାଗ୍ରତ ହେଇଯାଏ ଗୋଟେ ଲହରୀ ଆସେ, ସେଇ ଲହରୀ ରହୁଛି ପ୍ରେମର ଲହରୀ। ହେଲେ ସେଇ ପ୍ରେମର ଲହରୀ ଯେତେବେଳେ ଆସିଲେ ଗୋପୀ ମାନେ ଆଉ କିଛି କହିଲେ ନାହିଁ। କହିଲେ ମୁଁ ଗୋଟେ କୃଷ୍ଣ, ତୁମେ କିଏ ଗୋପୀ ଅଛ ମୋ ପାଖକୁ ଆସ। ଆଚ୍ଛା ଗୋପୀ ଏମାନେ ସମସ୍ତେ ରାସରେ ଭାଗ ନେଇଛନ୍ତି, ଇଏ କଣ ଗୋଟେ ଗୋଟେ କହିଲେ ମୁଁ ଗୋଟେ କୃଷ୍ଣ। ମାନେ କୃଷ୍ଣ ଭଗବାନଙ୍କର ଭାବରେ, ଭଗବାନଙ୍କର ରୂପରେ, ଭଗବାନଙ୍କର ଗୁଣରେ ଏମିତି ଘଷି ହେଇଯାଇଛନ୍ତି ମନ ସବୁବେଳେ କଣ ଏମିତି ଅବସ୍ଥା ପହଞ୍ଚି ଗଲେ। କହିଲେ ଆମେ ଗୋଟିଏ ଗୋଟିଏ ହେଇଗଲୁ କୃଷ୍ଣ। କିଏ ଅଛ କିରେ ଏ ଭିତରେ, କିଏ ଗୋପୀ ଅଛ ଆସ। ଏଟା କି ଭାବ ନା ଭକ୍ତ ଭଗବାନ ଅଭେଦ, ତିଳେ ମାତ ନଥାଏ ଭେଦ, ଭକ୍ତ ଭଗବାନ ଭେଦ, ତିଳେ ମାତ୍ର ନଥାଇ ଭେଦ। ଅଭିରାମ କହେ ପ୍ରେମିକ ଭକ୍ତ, ଅଭିରାମ କହେ ପ୍ରେମିକ ଭକ୍ତ, ତ୍ରିକୁଟ ଦେଖଇ ନୟନ ଭରି, ତାଙ୍କୁ କିଏ ଅବା ପାରିବ ଧରି, ତାକୁ କିଏ ଅବା ପାରିବ ଧରି। ତେଣୁ ଠାକୁର କହିଲେ ଅଭିରାମ କହେ ପ୍ରେମିକ ଭକ୍ତ। କହିଲେ ପ୍ରେମିକ ଭକ୍ତ କଣ କରେ ନା ତ୍ରିକୁଟ ଦେଖଇ, ତ୍ରିକୁଟଟା ଆପଣଙ୍କର ଏଇ ଜାଗାରେ, ତ୍ରିକୁଟେ ଦେଖଇ ଏଇ ନୟନ ଭରି, ଏ ନୟନ ଆଖି ଦୁଇଟାକୁ ଭର୍ତ୍ତି କରିଦିଅନ୍ତି। କହିଲେ ଆଜ୍ଞା ଯାହାର ଆଖି ନାହିଁ ଯିଏ ଦେଖିପାରେନି। କହିଲେ ଅବିନାଶୀ ତତ୍ତ୍ୱ ଜାଣିଲେ ନେତ୍ର, ଥୟ ହୋଇବ ନେତ୍ର, ଥୟ ହୋଇବ, ତରକା ମାଛ ଯେ ହୋଇବ ଜାଲ, ରୁଡ଼େଇ ଯିବ। କହିଲେ ଅବିନାଶୀ ତତ୍ତ୍ୱ ଗୁରୁ ଦେଇଛନ୍ତି ଦୀକ୍ଷା। ଅବିନାଶୀ ତତ୍ତ୍ୱ ଜାଣିଲେ ନେତ୍ର ଥୟ ହୋଇବ। ତେଣୁକରି ଠାକୁରେ କହନ୍ତି ଅଭିରାମ କହେ ପ୍ରେମିକ ଭକତ, ତ୍ରିକୁଟେ ଦେଖଇ ନୟନ ଭରି। ଏଇ ତ୍ରିକୁଟ ଉପରେ ନିଜର ନୟନଟାକୁ ରଖି ଦିଅନ୍ତି। ତେଣୁକରି ରାସର ଗୀତ ନାହିଁ, ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ, ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ, ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ, ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ। ନଆସୁଚ ବାହୁଡ଼ି ସେ, ନଆସୁଚ ବାହୁଡ଼ି ସେ, ବଟ ଗୋଟରେ ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ, ଆଖି ରହିଲା ଲାଖି ମିତ ପାଞ୍ଚା ବଟରେ। କହିଲେ ଆଖି କଣ ହୁଏ ନା ଆଖିଟା ଲାଖି ଯାଏ। ତେଣୁ କରି ଆମର କଣ ହୁଏ, ଆମେ ବେଳେ ବେଳେ ପୂଜା ପାଠ କରିଥାଉ, ଭଜନ କୀର୍ତ୍ତନ କରୁଥାଉ, ଭଜନ କୀର୍ତ୍ତନ ସରୁ ସରୁ ଝଗଡ଼ାଟିଏ ହେଇଯାଏ।
ହୁଏ ନା ନାହିଁ? ଆମେ ଭଜନ କରୁଛନ୍ତି, ଦୀକ୍ଷା ନେଇଛନ୍ତି, ଭକତ ହେଇଛନ୍ତି, କୀର୍ତ୍ତନ କରୁଛନ୍ତି, କିନ୍ତୁ କୀର୍ତ୍ତନ ସରୁ ସରୁ ଝଗଡ଼ା ଗୋଟିଏ ଆରମ୍ଭ ହେଇଯାଏ। କହିଲେ ଝଗଡ଼ା ଯିଏ କଲା ଆଉ ଯାହା ଦ୍ୱାରା କରେଇଲା ତାର ସାଧନ ଭଜନ ପରିପକ୍ୱତା ହେଇନାହିଁ। ଯେତେବେଳେ ସାଧନ ଭଜନ ପରିପକ୍ୱତା ହେଇଯିବ, ତୃଣାଦପି ଶୁଞ୍ଚେନ ତରରପି ସହିଷ୍ଣୁନା ଅମାନେନ ମାନଦେନ କୀର୍ତ୍ତନ୍ୟାତ ସଦା ହରି। ଆମେ ବେଳେ ବେଳେ କ୍ଷଣ କପି ଆହୁରି ଅପେକ୍ଷା କରିବାକୁ ପଡ଼ିବ। ଏ ଜନ୍ମରେ ଆହୁରି ହୋଇନାହିଁ, ମରିବାକୁ ଗଲାଣି, କିନ୍ତୁ ଇଏ ଭାରି ରାଗୁଛି। ମାନେ ରାଗୁଛି ମାନେ ଯୋଉ ରାଗରେ କିଛି ଲାଭ ନାହିଁ। ହଉ ତୁମର ଯେତେ ସାଧନ ଅଛି, ଗୋଟେ ବାଡ଼ିଟାକୁ ଭାଙ୍ଗିବା ପାଇଁ ସବୁ ସାଧନକୁ ବ୍ୟର୍ଥ କରୁଛ ନା? ଛୋଟ ଛୋଟ କଥାରେ ଭିତର ଅନ୍ତର ଭିତରେ ଯୋଉ ଆତ୍ମିକ ଶାନ୍ତିଟାକୁ ହଜେଇ ଦେଉଛନ୍ତି। ଆମେ ଯୋଉ ଥର ଝଗଡ଼ା ହବ ଆପଣଙ୍କୁ ଆମକୁ ଭଲ ଲାଗିବ ହୁଏ କି? ଘର ମାନଙ୍କରେ କି ବ୍ୟକ୍ତିଗତ ଉପରେ ଯେତେବେଳେ ଝଗଡ଼ା ଲାଗେ, ମାନସିକ ଅନ୍ତର ସବୁ ଅଶାନ୍ତି। ତେଣୁ କରି ପ୍ରେମିକ ଭକ୍ତ ଯୋଉମାନେ, ସେମାନେ ତୃଣାଦପି ଶୁନିଚେନ ତରରୂପୀ ସହିଷ୍ଣୁନା, ସେମାନେ କ୍ଷଣକୋପି ହେବେ ସତ, ତାପରେ ନିଜକୁ ଅନୁତାପ କରିବେ। ଆରେ କହିଦେଲି ବୋଲି କିଛି ଭୁଲ ବୁଝିବୁନି, ଆରେ ତୋତେ ଶିଖେଇବା ପାଇଁ ପଦେ କହିଦେଲି, ଏମିତି ଅନୁଭବ କରିଯାଆନ୍ତି। ଜାଣ ତାଙ୍କ ଭିତରେ ପରିପକ୍ୱତା। ଆଉ ଗୋଟେ ଅଛନ୍ତି, କହିଦେବେ ତ କହିଦେବେ, ମଲା ପର୍ଯ୍ୟନ୍ତ ଛାଡ଼ିବେନି ତାକୁ, ମଲା ପର୍ଯ୍ୟନ୍ତ। ତେଣୁକରି ଏଇପରି ଲୋକ ସାଧନ ଭଜନ କିଛି କରିପାରେ ନାହିଁ। ଯୋଉମାନେ ପ୍ରେମିକ ଭକ୍ତ ହେଇଥାନ୍ତି, ସେମାନେ ସବୁବେଳେ ଭଗବାନଙ୍କ ଭାବରେ ନିଜକୁ ମଜେଇ ଦିଅନ୍ତି, ହଜେଇ ଦିଅନ୍ତି। ଆଉ କଣ କରନ୍ତି ନା, ତ୍ରିକୁଟ ଉପରେ ଲୟ ରଖି ଇନ୍ଦ୍ରିୟ ମାନଙ୍କୁ ଅନ୍ତର୍ମୁଖୀ କରୁଥିବା ଜୀବଟିଏ ସବୁବେଳେ ନିଜକୁ ନିଜେ ସମୀକ୍ଷା କରେ, ନିଜକୁ ନିଜେ ହିସାବ କରେ। ଆମେ କଣ କରୁଛନ୍ତି? ସବୁବେଳେ ପରର ହିସାବ କଲେ, ନିଜର ହିସାବ କଲେ ନାହିଁ। ତେଣୁକରି ଯୋଉମାନେ ପ୍ରେମିକ ହୁଅନ୍ତି, ସେମାନେ ଏକାକାର ହେଇଯାଆନ୍ତି ଭଗବାନଙ୍କ ଭାବରେ। ଆରେ ଆଜି ଝୁଲଣ ହଉନି, ଝୁଲଣ ଆଗୁଠୁ ହଉଛି। ସମ୍ପର୍କ ଭଗବାନଙ୍କ ସହିତ ଅଛି ବୋଲି ଠାକୁର ଏ ସୁଯୋଗ ଦେଲେ ଝୁଲଣରେ ଭାଗ ନେବା ପାଇଁ। ଆଉ ଭାଗ ନେଲେ ସତ, କିନ୍ତୁ ଆମ ଭିତରେ ସେମିତି ଭଗବାନଙ୍କ ପ୍ରତି ଗୋଟିଏ ଭାବ, ଗୋଟିଏ ପ୍ରେମ ଟିକେ ଅଧିକ ହେଇଯିବା ଦରକାର। କାହିଁକି ନା ଆମେ ଯେମିତିକା ସଙ୍ଗ ଲୋକକୁ ଯିବା, ସେମିତିକାର ରଙ୍ଗଟା ଆମ ପାଖକୁ ଆସିବ। କିନ୍ତୁ ଝୁଲଣ ଉତ୍ସବରେ ରାଧା କୃଷ୍ଣଙ୍କର ଭାବଟା ଆମ ଭିତରେ ବଢିଯିବା ଦରକାର। ଜୟ ଶ୍ରୀମନ୍ ନାରାୟଣ ସ୍ୱାମୀ କି ଜୟ। ରାଧା ରସି